ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। କୃଷ୍ଣ ଦ୍ୱୈପାୟନ ବ୍ୟାସ କିମ୍ବା ବେଦବ୍ୟାସ ନାମରେ ଜଣାଶୁଣା। ସେ ପାରମ୍ପରିକ ଭାବରେ ଭାଗବତ ପୁରାଣ ଏବଂ ମହାଭାରତ ସମେତ ଅନେକ ହିନ୍ଦୁ ଗ୍ରନ୍ଥର ଲେଖକ ଭାବରେ ପରିଗଣିତ ହୋଇଥିଲେ। ତାଙ୍କୁ ବେଦର 4 ଗ୍ରନ୍ଥ ମନ୍ତ୍ରର ସଂକଳନକାରୀ ତଥା ଅଷ୍ଟାଦଶ ପୁରାଣ ଏବଂ ବ୍ରହ୍ମସୂତ୍ରର ଲେଖକ ଭାବରେ ପରିଗଣିତ କରାଯାଏ। ତାଙ୍କର କାର୍ଯ୍ୟ ହିନ୍ଦୁ ଦର୍ଶନ ଏବଂ ଆଧ୍ୟାତ୍ମିକତାର ଅନେକ ଦିଗ ପାଇଁ ମୂଳଦୁଆ ପକାଇଥିଲା। ବେଦବ୍ୟାସଙ୍କ ଅବଦାନ ଭାରତୀୟ ସଂସ୍କୃତି ଉପରେ ଗଭୀର ପ୍ରଭାବ ପକାଇଛି, ଯାହା ତାଙ୍କୁ ଇତିହାସର ଅନ୍ୟତମ ସମ୍ମାନିତ ସାଧକ ଭାବରେ ପରିଣତ କରିଛି। ରହୁଛି ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।